ଆଜିର ଏହି ଭିଡ଼ିଓରେ ଆମେ ଆଲୋଚନା କରିବା କି ସାବିତ୍ରୀ ଅମାବାସ୍ୟା କେବେ ପଡ଼ୁଅଛି, ପାଞ୍ଜି ଅନୁସାରେ ପୂଜାର ଶୁଭ ସମୟ କ'ଣ ରହିଅଛି ଏବଂ ବ୍ରତ କେବେ ପାଳନ କରିବେ। ସାବିତ୍ରୀ ବ୍ରତର ପୂଜା ସାମଗ୍ରୀ କ'ଣ ସବୁ ରହିବ। ଘରେ ସାବିତ୍ରୀ ବ୍ରତ ନଥିଲେ ବ୍ରତ କରିବେ କି ନାହିଁ। ନୂଆ ଏବଂ ପୁରୁଣା ବ୍ରତୀ କେମିତି ବ୍ରତ ପୂଜା କରିବେ। ସାବିତ୍ରୀ ବ୍ରତରେ କେତେ ଗଣ୍ଠି ପଡ଼ିବ ଏବଂ କେଉଁ ହାତରେ ବାନ୍ଧିବେ। ମାସିକ ଧର୍ମରେ ଥିଲେ ଆପଣମାନେ ପୂଜା କେମିତି କରିବେ, ଏହି ଦିନ କ'ଣ କରିବେ ଏବଂ କ'ଣ ନାହିଁ, ଆସନ୍ତୁ ଜାଣିବା। ଏହା ପୂର୍ବରୁ ଭିଡ଼ିଓଟିକୁ ଲାଇକ୍ କରି କମେଣ୍ଟ ବକ୍ସରେ ଜୟ ଶ୍ରୀ ଲକ୍ଷ୍ମୀନାରାୟଣ ଅବଶ୍ୟ ଲେଖିଦିଅନ୍ତୁ। ସାଧାରଣତଃ ଜ୍ୟେଷ୍ଠ ମାସର କୃଷ୍ଣପକ୍ଷର ଅମାବାସ୍ୟା ତିଥିରେ ପବିତ୍ର ସାବିତ୍ରୀ ଅମାବାସ୍ୟା ପାଳନ କରାଯାଇଥାଏ। ଏହି ବର୍ଷ ମଧ୍ୟ ପବିତ୍ର ସାବିତ୍ରୀ ଅମାବାସ୍ୟାଟି ଇଂରାଜୀ ମାସ ମେ ମାସ 16 ତାରିଖ ଶନିବାର ଦିନ ପଡ଼ୁଅଛି। ମୁଖ୍ୟତଃ ସାବିତ୍ରୀ ଅମାବାସ୍ୟା ବ୍ରତଟି ହିନ୍ଦୁ ବିବାହିତ ମହିଳାମାନେ ନିଜ ସ୍ୱାମୀଙ୍କର ଦୀର୍ଘାୟୁ କାମନା କରି ଏବଂ ଘର ପରିବାରର ଶୁଭ ମନାସି ପାଳନ କରିଥାନ୍ତି। ତେଣୁ ଯେଉଁମାନେ ସାବିତ୍ରୀ ଅମାବାସ୍ୟା ପୂଜା କରୁଛନ୍ତି ବା କରିବା ପାଇଁ ଚାହୁଁଛନ୍ତି, ବିଧି ଅନୁସାରେ କିଛି ପୂର୍ବ ପ୍ରସ୍ତୁତି ହେବାକୁ ପଡ଼ିଥାଏ। ପୂଜା ପାଇଁ ପ୍ରସ୍ତୁତି ସ୍ୱରୂପରେ ନୂଆ ଶାଢ଼ୀ, ଚୁଡ଼ି, ଶଙ୍ଖା ଏବଂ ସିନ୍ଦୁର, ଅଳତା, କଳାମାଳି, ପୂଜା ବ୍ରତ, ଦୁବ ବରକୋଳି ପତ୍ର, ଆମ୍ବ ଡାଳ, ମାଟିର କିମ୍ବା ପିତ୍ତଳର କଳସ ଢାଳ, ଚନ୍ଦନ, ସିନ୍ଦୁର, କର୍ପୂର, ଅଗୁର, ଝୁଣା, ଧୂପ ଆଦି ସଂଗ୍ରହ କରିବେ। ଏହା ସହିତ ଯଦି ଆପଣ ଲକ୍ଷ୍ମୀ ନାରାୟଣଙ୍କର ପ୍ରତିମାକୁ ପୂଜା କରୁଛନ୍ତି, ଶିଳ ଏବଂ ଶିଳପୁଆଙ୍କ ମାଧ୍ୟମରେ କିମ୍ବା ପିତ୍ତଳର ପ୍ରତିମାକୁ ପୂଜା କରୁଛନ୍ତି କିମ୍ବା ଶିବ ପାର୍ବତୀଙ୍କୁ ପୂଜା କରୁଛନ୍ତି, ଭଗବାନଙ୍କ ପାଇଁ ନୂତନ ବସ୍ତ୍ର, ପଇଡ଼, ଗଙ୍ଗାଜଳ, ପଞ୍ଚାମୃତ ଦ୍ରବ୍ୟ, ଏହା ସହିତ ମାଙ୍କ ପାଇଁ ଶୃଙ୍ଗାର ଦ୍ରବ୍ୟ ସଂଗ୍ରହ କରିବେ ଏବଂ ଭୋଗ ନୈବେଦ୍ୟ ଲାଗି ଏହି ମାସର ଆଦ୍ୟ ଫସଲ, ଆଦ୍ୟ ଭୋଗ ଯେପରି ପାଚିଲା ଆମ୍ବ, ପଣସ, ଖଜୁରୀ କୋଳି, ତାଳ, ସପୁରୀ ଆଦି ଏହି ପୂଜାର ମୁଖ୍ୟ ଭୋଗ ଦ୍ରବ୍ୟ ଅଟେ। ଏହିସବୁକୁ ସଂଗ୍ରହ କରିବେ। ଅଳତା, ସିନ୍ଦୁର, ଚୁଡ଼ି, ଯାହା ବି ଶୃଙ୍ଗାର ଦ୍ରବ୍ୟ ଆଣିବେ, 2 ହଳ ଆଣିବେ। ହଳେ ମାଙ୍କୁ ସମର୍ପଣ କରିବେ, ଆଉ ହଳେ ନିଜ ପାଇଁ ଅଟେ। ଯଦି ଏହି ଦିନ ଆପଣ ଲକ୍ଷ୍ମୀ ନାରାୟଣଙ୍କୁ ପୂଜା କରୁଛନ୍ତି, ନାରାୟଣଙ୍କ ପାଇଁ ପୀତବର୍ଣ୍ଣର ବସ୍ତ୍ର ଏବଂ ମା ଲକ୍ଷ୍ମୀଙ୍କ ପାଇଁ ନାଲି ରଙ୍ଗର ବସ୍ତ୍ର ଆଣିବେ। ଏହା ଥିଲା କିଛି ପୂଜା ଦ୍ରବ୍ୟ ସଂଗ୍ରହ। ଏବେ ଚାଲନ୍ତୁ ଜାଣିବା ପୂଜାର ଶୁଭ ମୁହୂର୍ତ୍ତ ସଠିକ୍ ସମୟ କ'ଣ ରହିଅଛି। ବିଧି ଅନୁସାରେ ସାବିତ୍ରୀ ବ୍ରତ ପୂଜା ଗୋଟିଏ ଦିନ ହୋଇଥାଏ, କିନ୍ତୁ 3 ଦିନର ପ୍ରସ୍ତୁତି ହୋଇଥାଏ। ବ୍ରତ ପୂର୍ବଦିନ ଅର୍ଥାତ୍ ଏହି ବର୍ଷ 15 ତାରିଖ ପୂର୍ବଦିନ ଏକବାର କରି ବ୍ରତ ପାଇଁ ପ୍ରସ୍ତୁତ ହେବେ। ବ୍ରତ ଦିନ ପୂଜାପୂଜି କରିବେ ଏବଂ ବ୍ରତ ପରଦିନ ଅର୍ଥାତ୍ 16 ତାରିଖର ପରଦିନ 17 ତାରିଖ ରବିବାର ଦିନ ବ୍ରତ ବାରଣ କରିବେ। ସାବିତ୍ରୀ ଅମାବାସ୍ୟା ପୂର୍ବଦିନ ଗୋଟିଏ ଥର ଅରୁଆ ଭାତ ଗ୍ରହଣ କରିବେ ଏବଂ ରାତିରେ ଲଘୁଭାଗ ଦ୍ରବ୍ୟ ଭୋଜନ କରି ଫଳମୂଳ ଆଦି ଖାଇ ବ୍ରତ ପାଇଁ ରହିବେ। ବ୍ରତ ଦିନ ପ୍ରାତଃ ସମୟରୁ ଉଠି ସ୍ନାନ ଆଦି କରି ଉପବାସ ରହିବେ ପୂଜା ସମାପନ ହେବା ପର୍ଯ୍ୟନ୍ତ। ପୂଜା ସମାପନ ହେବା ପରେ ଭୋଗ ଦ୍ରବ୍ୟ ଗ୍ରହଣ କରିବେ କିମ୍ବା ପଣା, କ୍ଷୀର, ଆଖୁ ରସ ଏହିସବୁକୁ ଗ୍ରହଣ କରି ଦିନସାରା ବ୍ରତ କରିପାରିବେ, କିନ୍ତୁ ରୋଷେଇ ହୋଇଥିବା ଦ୍ରବ୍ୟ ଏହି ଦିନ ଜମା ବି ଗ୍ରହଣ କରିବେ ନାହିଁ। ଏହି ବର୍ଷ ଅମାବାସ୍ୟା ତିଥିର ପ୍ରାରମ୍ଭ 15 ମଇ ଶୁକ୍ରବାର ସନ୍ଧ୍ୟା 5:12 ପରେ ଏବଂ ଅମାବାସ୍ୟା ତିଥି ସମାପ୍ତ 16 ମଇ ଶନିବାର ଦିନ ରାତି 1:34 ଯେହେତୁ ପ୍ରାତଃ ସମୟରୁ ଅମାବାସ୍ୟା ତିଥି ରହୁଅଛି, 16 ମଇ ଶନିବାର ଦିନ ସାବିତ୍ରୀ ଅମାବାସ୍ୟା ବ୍ରତ ପାଳନ କରିପାରିବେ ଏବଂ ସାବିତ୍ରୀ ଅମାବାସ୍ୟା ପୂଜାର ଅମୃତ ବେଳା ହେଉଛି 16 ମଇ ଶନିବାର ପ୍ରାତଃ 8:40 ଗତେ 12:10 ମଧ୍ୟରେ ପୂଜା କରିପାରିବେ। ଏହି ସମୟ ମଧ୍ୟରେ ସାବିତ୍ରୀ ଅମାବାସ୍ୟାର ସମ୍ପୂର୍ଣ୍ଣ ପୂଜାବିଧି ସମାପନ କରିପାରିବେ। ଯେଉଁମାନେ ନୂଆ କରି ବ୍ରତ ଆରମ୍ଭ କରୁଛନ୍ତି ଏବଂ ନବବିବାହିତ ଅଟନ୍ତି ଏବଂ ଯେଉଁମାନେ ବ୍ରତ କରୁଛନ୍ତି, ସାଧାରଣତଃ ଏହି ଦିନ ପ୍ରାତଃ ସମୟରୁ ସ୍ନାନ କର୍ମ ସମାପନ କରିବେ, ସ୍ୱଚ୍ଛ ବସ୍ତ୍ର ପରିଧାନ କରିବେ। ଯେହେତୁ ସାବିତ୍ରୀ ଅମାବାସ୍ୟା ପୂଜାଟି ସଧବା ନାରୀମାନେ କରିଥାନ୍ତି, ତେଣୁକରି ଏହି ଦିନ ସମସ୍ତ ମହିଳାମାନେ ସମସ୍ତ ପ୍ରକାର ଶୃଙ୍ଗାର ଦ୍ରବ୍ୟ ଧାରଣ କରିଥାନ୍ତି, ସୁନା ଗହଣା ପିନ୍ଧିଥାନ୍ତି।
ଘରର ପ୍ରାତଃ ସମୟର ପୂଜାବୁଦ୍ଧି ଯେପରି ସୂର୍ଯ୍ୟ ନାରାୟଣଙ୍କୁ ଅର୍ଘ୍ୟ ପ୍ରଦାନ, ମା ବୃନ୍ଦାବତୀଙ୍କୁ ଆରାଧନା ଏବଂ ଘରର ସମସ୍ତ ଦେବାଦେବୀଙ୍କୁ ପୂଜା କରିବେ ଏବଂ ସାବିତ୍ରୀ ଅମାବାସ୍ୟା ପୂଜା ପାଇଁ ପ୍ରସ୍ତୁତି ହେବେ। ଘରେ ଆପଣ ଯେଉଁଠାରେ ସାବିତ୍ରୀ ଅମାବାସ୍ୟା ପୂଜା କରୁଛନ୍ତି ସେହି ସ୍ଥାନକୁ ଆପଣ ପରିଷ୍କାର କରିବେ। ଯଦି ଆପଣ ଲକ୍ଷ୍ମୀ ନାରାୟଣଙ୍କର ପ୍ରତିମାକୁ ପୂଜା କରୁଛନ୍ତି ଅର୍ଥାତ୍ ଶିଳ ଏବଂ ଶିଳପୁଆକୁ ଲକ୍ଷ୍ମୀ ନାରାୟଣଙ୍କର ପ୍ରତିମା ରୂପେ ପୂଜା କରୁଛନ୍ତି, ତେବେ ଶିଳ ଏବଂ ଶିଳପୁଆକୁ ଭଲ ଭାବରେ ହଳଦୀ ଜଳରେ ସ୍ନାନ କରିଦିଅନ୍ତୁ। ବିଧି ଅନୁସାରେ ସାବିତ୍ରୀ ଅମାବାସ୍ୟା ମୁଖ୍ୟତଃ ମହାପ୍ରଭୁ ଲକ୍ଷ୍ମୀ ନାରାୟଣଙ୍କର ପୂଜା ଅଟେ, କିନ୍ତୁ କିଛି କିଛି ପରିବାରରେ ସାବିତ୍ରୀ ଅମାବାସ୍ୟା ଦିନ ଭଗବାନ ଶିବ ପାର୍ବତୀଙ୍କୁ ପୂଜା କରାଯାଇଥାଏ ଏବଂ କିଛି ପରିବାରରେ ଏହି ଦିନ ବଟ ବୃକ୍ଷକୁ ମଧ୍ୟ ପୂଜା କରାଯାଇଥାଏ। ଏଥିପାଇଁ ଏହି ବ୍ରତକୁ ବଟ ସାବିତ୍ରୀ ବ୍ରତ ବୋଲି କୁହାଯାଇଥାଏ। ତେଣୁ ଯେଉଁମାନଙ୍କର ଘରେ ଯେଉଁ ବି ବିଧିରେ ସାବିତ୍ରୀ ଅମାବାସ୍ୟା ପୂଜା କରାଯାଉଅଛି ସେହି ବିଧିରେ ଆପଣମାନେ ସମସ୍ତେ ପାଳନ କରନ୍ତୁ। ଶିଳ ଏବଂ ଶିଳପୁଆକୁ ସ୍ନାନ ଆଦି ବିଧି ସମାପନ ପରେ ହଳଦୀ ଏବଂ ଅଳତା ଲଗାଇ ପୂଜା ପାଇଁ ପ୍ରସ୍ତୁତ କରିବେ। ଶିଳରେ ଲକ୍ଷ୍ମୀ ନାରାୟଣଙ୍କର ଏକ ଭବ୍ୟ ପ୍ରତିମା ଆପଣ ଅଙ୍କନ କରିବେ। ମୁଖ୍ୟତଃ ଶିଳରେ ମା ଲକ୍ଷ୍ମୀଙ୍କର ପ୍ରତିମା ଅଙ୍କନ କରିବେ ଏବଂ ଶିଳପୁଆରେ ନାରାୟଣଙ୍କର ପ୍ରତିମାକୁ ନିର୍ମାଣ କରିବେ। ଯେଉଁ ଘରେ ସାବିତ୍ରୀ ଅମାବାସ୍ୟା ପୂଜା କେହି ବି କରୁନାହାନ୍ତି ସେମାନେ ଆଦୌ ବ୍ରତ କରନ୍ତୁ ନାହିଁ। ଏହି ବ୍ରତଟି ଯେଉଁମାନଙ୍କର ଘରେ ନାହିଁ ସେମାନେ ଭୁଲରେ ମଧ୍ୟ ଏହି ବ୍ରତକୁ କରିବେ ନାହିଁ। ମାଙ୍କର ପ୍ରତିମା ଅଙ୍କନ କରି ମାଙ୍କୁ ନାଲି ରଙ୍ଗର ବସ୍ତ୍ର ପରିଧାନ କରିବେ। ସୁବାସିତ ପୁଷ୍ପ ଲାଗି କରିବେ। କଜଳ, ଚନ୍ଦନ, ସିନ୍ଦୁର, ଅଗୁର, ଅଳଙ୍କାର, ସୁବାସିତ ଅତର, ଚୁଡ଼ି ଆଦି ଲାଗି କରି ସୁସଜ୍ଜିତ କରିବେ ଏବଂ ଭଗବାନ ନାରାୟଣଙ୍କୁ ମଧ୍ୟ ପୀତବର୍ଣ୍ଣର ବସ୍ତ୍ର ପରିଧାନ କରିବେ। ଚନ୍ଦନ ଲାଗି କରିବେ, ତୁଳସୀ ଲାଗି କରିବେ, ସୁବାସିତ ପୁଷ୍ପ ମଧ୍ୟ ଲାଗି କରିବେ। ଉଭୟ ଲକ୍ଷ୍ମୀ ନାରାୟଣଙ୍କର ପ୍ରିୟ ମଲ୍ଲି, ଟଗର, ମଧୁମାଳତୀ, ସୁବାସିତ ପୁଷ୍ପ ଆଦି ଅର୍ପଣ କରିବେ। ଉଭୟ ଲକ୍ଷ୍ମୀ ନାରାୟଣଙ୍କର ଭବ୍ୟ ବେଶ ଶୃଙ୍ଗାର କରିବେ ଏବଂ କଳସ ସ୍ଥାପନ କରି ପୂଜାଟି ଆରମ୍ଭ କରିବେ। ପୂର୍ବରୁ ପ୍ରସ୍ତୁତ କରିଥିବା ସ୍ଥାନରେ ପଞ୍ଚମୃଚର ଝୋଟି ଆଙ୍କିବେ। ପିଢ଼ା କିମ୍ବା ଖଟୁଲି ଆଦିରେ ଲକ୍ଷ୍ମୀ ନାରାୟଣଙ୍କୁ ବିରାଜିତ କରାଇ ପୂଜାଟିକୁ ଆରମ୍ଭ କରିବେ। ସର୍ବପ୍ରଥମେ କଳସ ସ୍ଥାପନ କରିବେ। ପଇଡ଼ ଏବଂ ଆମଟାଳ ଲାଗି କରିବେ। ଚନ୍ଦନ, ସିନ୍ଦୁର, ପୁଷ୍ପ ଲାଗି କରିବେ। ନୂତନ ଛିଟ ବସ୍ତ୍ର କଳସକୁ ଲାଗି କରି ପଞ୍ଚଦେବତାଙ୍କୁ ଆବାହନ କରି ପଞ୍ଚଦେବତାଙ୍କର ପୂଜାଟି ଆରମ୍ଭ କରିବେ। ଧୂପ, ଦୀପ, ପୁଷ୍ପ ଲାଗି କରି ଅନ୍ତିମରେ ନୈବେଦ୍ୟ ଲାଗି କରି ପଞ୍ଚ ଉପଚାର ବିଧିରେ ସମ୍ପୂର୍ଣ୍ଣ ଅମାବାସ୍ୟା ପୂଜାଟିକୁ କରିବେ। ଯଦି ଆପଣ ସମ୍ପୂର୍ଣ୍ଣ ପୂଜା ବିଧିଟିକୁ ଜାଣିଛନ୍ତି ତେବେ ଆପଣ ନିଜେ କରିପାରିବେ, ନଚେତ୍ ଜଣେ ବିଜ୍ଞ ପଣ୍ଡିତକୁ ଡାକି ଆପଣ ଏହି ପୂଜାଟିକୁ କଲେ ଆପଣଙ୍କ ପାଇଁ ଉତ୍ତମ ହେବ। ଯେଉଁମାନେ ନୂଆ କରି ଏହି ଅମାବାସ୍ୟା ବ୍ରତଟିକୁ ଆରମ୍ଭ କରୁଛନ୍ତି ଚେଷ୍ଟା କରନ୍ତୁ ଜଣେ ବ୍ରାହ୍ମଣଙ୍କ ଦ୍ୱାରା ପ୍ରଥମ ସାବିତ୍ରୀ ଅମାବାସ୍ୟା ପୂଜାଟିକୁ କରାଇବା ପାଇଁ। ମାନ୍ୟତା ଅନୁସାରେ ଏହି ପୂଜା ପାଇଁ ବାପ ଘରୁ ଶୃଙ୍ଗାର ଆଦି ଦ୍ରବ୍ୟ ସହିତ ପୂଜା ସାମଗ୍ରୀ ଭାର ସ୍ୱରୂପ ବାପ ଘରୁ ଆସିଥାଏ, କିନ୍ତୁ ଦେବୀ ଭାଗବତ ପୁରାଣ ଅନୁସାରେ ଏହି ପୂଜାର ସମସ୍ତ ଦ୍ରବ୍ୟ ଶାଶୁଘରର ପୂଜା ଦ୍ରବ୍ୟରେ ପୂଜା କରିବା ଉଚିତ। ଯଦି ଘରକୁ ବ୍ରାହ୍ମଣକୁ ଡାକି ପୂଜା କରୁଛନ୍ତି ତେବେ ନିଶ୍ଚିନ୍ତ ଭାବରେ ବ୍ରାହ୍ମଣଙ୍କ ପାଇଁ ବସ୍ତ୍ର ଏବଂ ସଞ୍ଚାର ପ୍ରସ୍ତୁତି କରିଥିବେ। ପୂଜା ସମାପନ ପରେ ବ୍ରାହ୍ମଣଙ୍କୁ ପ୍ରଦାନ କରିବେ ଏବଂ ବ୍ରାହ୍ମଣଙ୍କୁ ଦକ୍ଷିଣା ମଧ୍ୟ ଦେବେ। ବିଧି ଅନୁସାରେ ସାବିତ୍ରୀ ଅମାବାସ୍ୟା ପୂଜାଟି ନିଜ ଘରେ କରିବା ଉଚିତ ହୋଇଥାଏ, କିମ୍ବା ଯେଉଁଠାରେ ସଧବା ନାରୀମାନେ ଏକତ୍ର ହୋଇ ପୂଜା କରୁଛନ୍ତି ସେଠାରେ ମଧ୍ୟ ଆପଣ ପୂଜା କରିପାରିବେ। କିନ୍ତୁ ଯେଉଁମାନେ ବି ବାହାରେ ରହୁଛନ୍ତି, ଘରେ ପୂଜା କରିବା ପାଇଁ କୌଣସି ସୁବିଧା ନାହିଁ, ସେମାନେ ମନ୍ଦିରକୁ ଯାଇ ଲକ୍ଷ୍ମୀ ନାରାୟଣଙ୍କର ମନ୍ଦିର ହେଉ, ସାବିତ୍ରୀ ମାଙ୍କ ମନ୍ଦିର ହେଉ କିମ୍ବା ଭଗବାନ ଶିବ ପାର୍ବତୀଙ୍କର ମନ୍ଦିରକୁ ଯାଇ ଏହି ବ୍ରତଟିକୁ କରିପାରିବେ। ଆଉ ଗୋଟିଏ କଥା, ଶାସ୍ତ୍ର ଅନୁସାରେ ଏହି ଦିନ ଆପଣ ସାବିତ୍ରୀ ବ୍ରତ କଥା ପଠନ କିମ୍ବା ଶ୍ରବଣ କରନ୍ତୁ। ନିଶ୍ଚିନ୍ତ ଭାବରେ ଆପଣମାନଙ୍କର ଜୀବନରେ ସୁଖ ସୌଭାଗ୍ୟର ବୃଦ୍ଧି ଘଟିବ। ଶାସ୍ତ୍ର ଅନୁସାରେ ଏହି ସାବିତ୍ରୀ ଅମାବାସ୍ୟା ବ୍ରତକୁ ଯେଉଁ ମହିଳାମାନେ ନିଷ୍ଠାର ସହିତ କରିଥାନ୍ତି ତାଙ୍କର ଏବଂ ତାଙ୍କର ସ୍ୱାମୀଙ୍କର କିମ୍ବା ତାଙ୍କର ପରିବାରର ସମସ୍ତ ସଦସ୍ୟମାନଙ୍କର ମଙ୍ଗଳ ହେବା ସହିତ ଅଶେଷ ସୌଭାଗ୍ୟ ଅର୍ଜନ କରିଥାନ୍ତି। ଭଗବାନ ଲକ୍ଷ୍ମୀ ନାରାୟଣଙ୍କର ଅଶେଷ କୃପା ପ୍ରାପ୍ତି କରିଥାନ୍ତି।
ତେଣୁ ଚେଷ୍ଟା କରନ୍ତୁ ନିଷ୍ଠାର ସହିତ ଏହି ବ୍ରତଟିକୁ କରିବା ପାଇଁ। ଅକାଳ ମୃତ୍ୟୁର ଭୟ ଦୂର ହୋଇଥାଏ। ଯେପରିକି ଯେମିତି ସାବିତ୍ରୀ ମା ଲକ୍ଷ୍ମୀ ନାରାୟଣକୁ ପୂଜା କରୁଥିଲେ ଏବଂ ଅସମ୍ଭବ କାର୍ଯ୍ୟକୁ ମଧ୍ୟ ସମ୍ଭବ କରିପାରିଥିଲେ। ବ୍ରତ ପୂଜା ସମାପନ ପରେ ସେହି ବ୍ରତରେ ଲକ୍ଷ୍ମୀ ନାରାୟଣଙ୍କର ଉଦ୍ଦେଶ୍ୟରେ 7 ଗୋଟି ଗଣ୍ଠି ପକାଇବେ। ହଳଦିଆ ବର୍ଣ୍ଣର କିମ୍ବା ନାଲି ରଙ୍ଗର ବର୍ଣ୍ଣର ବ୍ରତ ଆଣିଥିବେ। ପୂଜା ସମୟରେ ସେହି ବ୍ରତରେ ଲକ୍ଷ୍ମୀ ନାରାୟଣଙ୍କର ଉଦ୍ଦେଶ୍ୟରେ 7 ଗୋଟି ଗଣ୍ଠି ପକାଇବେ ଏବଂ ପୂଜା ସରିବା ପରେ ସେହି ବ୍ରତକୁ ଲକ୍ଷ୍ମୀ ନାରାୟଣଙ୍କର ସ୍ପର୍ଶ କରାଇ ଆଣି ନିଜର ଡାହାଣ ହାତରେ ବାନ୍ଧି ଦିଅନ୍ତୁ ଏବଂ ପୂଜା ସରିବା ପରେ ଘରର ସମସ୍ତ ସଦସ୍ୟମାନଙ୍କୁ ପ୍ରଣାମ କରିବେ। ଯଦି ସମ୍ଭବ ହୁଏ ତ ଏହି ଦିନ ଆପଣ ଆପଣଙ୍କର ସ୍ୱାମୀଙ୍କ ସହିତ ଲକ୍ଷ୍ମୀ ନାରାୟଣଙ୍କର ମନ୍ଦିରକୁ ଯାଇ ଭଗବାନଙ୍କ ଦର୍ଶନ କରିଲେ ଆପଣଙ୍କ ପାଇଁ ଉତ୍ତମ ହେବ, ମଙ୍ଗଳମୟ ହେବ। ଏହି ସାବିତ୍ରୀ ଅମାବାସ୍ୟା ଦିନ କଳା ରଙ୍ଗର ବସ୍ତ୍ର ପରିଧାନ କରନ୍ତୁ ନାହିଁ। ଯାହା ବି ବସ୍ତ୍ର ଆପଣ ବ୍ୟବହାର କରିବେ ହଳଦିଆ କିମ୍ବା ନାଲି ରଙ୍ଗର ବସ୍ତ୍ର ପରିଧାନ କରନ୍ତୁ। ଏହି ଦିନ ଆପଣ ଚିରା ଫଟା ସିଲେଇ ହୋଇଥିବା ବସ୍ତ୍ର ପରିଧାନ କରିବେ ନାହିଁ। ପରିବାର ଭିତରେ ସମସ୍ତଙ୍କ ସହିତ ଉତ୍ତମ ବ୍ୟବହାର କରିବେ। ଚୁଟି ନଖ ଇତ୍ୟାଦି କାଟିବେ ନାହିଁ। ସୂତକ ମୃତକ ହୋଇଥିଲେ ଏହି ବର୍ଷ ଆପଣ ସାବିତ୍ରୀ ବ୍ରତ କେବେ ବି କରିବେ ନାହିଁ, କିନ୍ତୁ ବ୍ରତ ଦିନ ଉପବାସ ରହିବେ, ନିଜକୁ ସାତ୍ତ୍ୱିକ ଭାବରେ ରଖିବେ। ମାସିକ ଧର୍ମରେ ଥିଲେ ପୂଜା ଆସ୍ଥାନ ନିକଟକୁ ନିଜେ ନ ଯାଇ ଅନ୍ୟ ଦ୍ୱାରା ପୂଜା ଦ୍ରବ୍ୟ ପଠାଇବେ। ଭୋଗ ନୈବେଦ୍ୟ ଲାଗି କରାଇ ଆଣି ଅନ୍ୟ ସମୟରେ ସେହିସବୁ ଦ୍ରବ୍ୟକୁ ବ୍ୟବହାର କରିପାରିବେ।